ମୁଁ ଆଜି ବିଶେଷ କରି କେତୋଟି ହୃଦୟ ବିଷୟ ଆପଣମାନଙ୍କୁ କହିବା ପାଇଁ ଚାହେଁ। ତା ପୂର୍ବରୁ ଦୟାକରି ଆମମାନେ କଲସ୍ୟ ପୁସ୍ତକ କେହି ଜଣେ ପାଠ କରିବେ 3 ପର୍ବ 15-16 ପଦ। ଦୟାକରି କେହି ଜଣେ କଲସ୍ୟ 3 ପର୍ବ 15 ଆଉ 16 ପଦ ପାଠ କରିବେ। ପୁଣି ଖ୍ରୀଷ୍ଟ ଦତ୍ତ ଯେ ଶାନ୍ତି ଭୋଗ କରିବା ନିମନ୍ତେ ତୁମେମାନେ ଏକ ଶରୀର ସ୍ୱରୂପ ଆହୁତ ହୋଇଅଛ, ତାହା ତୁମମାନଙ୍କ ହୃଦୟରେ ରାଜତ୍ୱ କରୁ। ପୁଣି ତୁମେମାନେ ଧନ୍ୟବାଦ ଦିଅ। ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁର ଭାବେ ତୁମମାନଙ୍କ ଠାରେ ବାସ କରୁ। ତୁମେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ। ପୁଣି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ରୋତ ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର। ପ୍ରଭୁ ଏ ବାକ୍ୟ ପଠନ ଓ ଶ୍ରବଣ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ତୁମେ ଆମମାନଙ୍କୁ ତୁମ ମନୋଯୋଗ ମଧ୍ୟରେ ରଖିଛ। ଆମମାନଙ୍କର ଆବଶ୍ୟକତା ପାଇଁ ତୁମେ ସ୍ୱର୍ଗୀୟ ବାକ୍ୟ ଆମମାନଙ୍କ ହସ୍ତରେ ଦେଇଛ ପ୍ରଭୁ। ଏହା ଧରିବା ପାଇଁ ଆମେ ଅଯୋଗ୍ୟ ପ୍ରଭୁ। ମୁଖରେ ସ୍ୱୀକାର କରିବା ପାଇଁ ମଧ୍ୟ ଆମେ ଅଯୋଗ୍ୟ। ତଥାପି ପ୍ରଭୁ ତୁମେ ଯୋଗ୍ୟ କରିଛ, ଅନୁଗ୍ରହ କରିଛ। ତୁମରି ସେ ବାକ୍ୟକୁ ପ୍ରଭୁ ପରସ୍ପର ମଧ୍ୟରେ ବାଣ୍ଟିବା ପାଇଁ, ଜଗତ ମଧ୍ୟରେ ବାଣ୍ଟିବା ପାଇଁ, ସେଥିପାଇଁ ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରାର୍ଥନା କରୁଛୁ ହେ ମଙ୍ଗଳମୟ ପରମେଶ୍ୱର, ତୁମର ସେହି ଆତ୍ମିକ ଶକ୍ତିରେ ପ୍ରଭୁ ଆମମାନଙ୍କର ଏଇ ଆତ୍ମିକ କଥା ଗୁଡ଼ାକ ଶିଖାଅ। ଯେପରି ଆମମାନଙ୍କ ଜୀବନରେ ପ୍ରଭୁ ଆମମାନେ ତୁମ ଗୌରବ ଉଦ୍ଦେଶ୍ୟରେ ସମର୍ପିତ ହେଇପାରିବୁ, ସେହିପରି ସାହାଯ୍ୟ କର। ସମସ୍ତ ପ୍ରାର୍ଥନା ନିତ୍ୟ ଜୀବିତ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମେ ତୁ ମାଗୁଅଛୁ। ଯେତେବେଳେ ଆମେ ଈଶ୍ୱରଙ୍କ ବାକ୍ୟ ମଧ୍ୟକୁ ଆସୁଛୁ, ଆମେ ଦେଖୁଛୁ ଈଶ୍ୱରଙ୍କର ବାକ୍ୟ ସହିତ ଅନେକ ବିଷୟ ମନୁଷ୍ୟ କ'ଣ କରିଛି। ଆରମ୍ଭରୁ ସେ ନିଜର ମତ, ନିଜର ପ୍ରଥା, ନିଜର ପରମ୍ପରାକୁ ସେ ବାକ୍ୟ ସହିତ ସଂଯୁକ୍ତ କରିବା ପାଇଁ ଚେଷ୍ଟା କରୁଛି। ଯେପରିକି ଆମମାନେ ଏଦନ ଉଦ୍ୟାନରେ ଦେଖୁଛୁ, ଯାହା ପ୍ରଭୁ କହିନଥିଲେ ତାଠୁ ଆହୁରି ଅଧିକ କିଛି ମିଶେଇକି ତୁମେ ଛୁଇଁବ ନାହିଁ, ଏ ପ୍ରକାର ଏକ ଶବ୍ଦ ମଧ୍ୟ ଈଶ୍ୱରଙ୍କ ବାକ୍ୟ ସହିତ ଯୋଡ଼ା ଯାଇଥିବା ବିଷୟ ଆମେ ଦେଖୁଛୁ। ଅନେକ କୁହନ୍ତି, ଅଳ୍ପ କେତେକ ଆଜ୍ଞା ପ୍ରଭୁ ଦେଇଥିଲେ ମନୁଷ୍ୟକୁ, କିନ୍ତୁ ମନୁଷ୍ୟ ନିଜର ପରମ୍ପରା, ମାନବୀୟ ଚିନ୍ତା, ଭାବନା କୁ ଯୋଡ଼ି 613ଟି ଆଜ୍ଞାରେ ତାହାକୁ ବଢ଼େଇଥିଲା। ଯାହା ଫଳରେ ଏପରି ସମୟ ଆସିଲା ଯେତେବେଳେ ପ୍ରଭୁ ଯୀଶୁଙ୍କୁ ଶିଷ୍ୟମାନେ ପଚାରିବାକୁ ବାଧ୍ୟ ହେଲେ, କୋଉ ଆଜ୍ଞା ଶ୍ରେଷ୍ଠ? ପ୍ରଭୁ ଯୀଶୁ ଏହି ସମସ୍ତ ଆଜ୍ଞାକୁ ସେ 2ଟି ଭାଗରେ ବିଭକ୍ତ କଲେ। ସେ ଆଜ୍ଞାର ବିକଳ୍ପ ନାହିଁ। ସେ ଆଜ୍ଞା ବିପରୀତରେ ଆଉ କୌଣସି ବିଷୟକୁ ଯୋଡ଼ା ଯାଇପାରିବ ନାହିଁ। ସେ କହିଲେ, ତୁମାନେ ସମସ୍ତ ଅନ୍ତଃକରଣ, ସମସ୍ତ ମନ ଦେଇ ପରମେଶ୍ୱରଙ୍କୁ ପୂଜା କରିବ, ପ୍ରେମ କରିବ ଏବଂ ଆତ୍ମତୁଲ୍ୟ ତୁମେ ନିଜର ପ୍ରତିବାସୀଙ୍କୁ ତୁମେ ପ୍ରେମ କରିବ। ଏଇ ଯୋଉ 2ଟି ଆଜ୍ଞା, এই 2ଟି ଆଜ୍ଞା ହୃଦୟ ସହିତ ଜଡ଼ିତ ଅଛି। ଯେଉଁ ବିଷୟ ହୃଦୟ ସହିତ କରା ନଯାଏ, ତାହାକୁ ସେ ପସନ୍ଦ କରନ୍ତି ନାହିଁ। ତାହାଙ୍କର ସମସ୍ତ ଶିକ୍ଷା ହୃଦୟକୁ ଯୋଡ଼ିକି ହିଁ ସେ କୁହନ୍ତି। ବାହିକ କେବଳ ଦେଖାଣିଆ, ପରମ୍ପରାଗତ, ଅଦରକାରୀ ଆଜ୍ଞା ଗୁଡ଼ିକ ସେ ପସନ୍ଦ କରନ୍ତି ନାହିଁ। ତେଣୁ ସେ ଜଗତରେ ଅଦ୍ୱିତୀୟ ଅଟନ୍ତି। ସେ ମନୁଷ୍ୟର ହୃଦୟକୁ ଚାହାନ୍ତି। ମନୁଷ୍ୟର ଦାନ, ଦକ୍ଷିଣା ଏସବୁ ବିଷୟ କେତେବେଳେ କେମିତି ଆବଶ୍ୟକ ହୁଏ, କିନ୍ତୁ ତାଠାରୁ ସବୁଠାରୁ ମହତ୍ ବିଷୟ ହେଲା ତାର ହୃଦୟ। ମନୁଷ୍ୟର ହୃଦୟକୁ ସେ ଚାହାନ୍ତି। ତହିଁରୁ ଯାହାକି କମ୍ ତାହାକୁ ସେ ଚାହାନ୍ତି ନାହିଁ। ତେଣୁ ପ୍ରଭୁ ହୃଦୟ ସହିତ ସେ କ'ଣ କରନ୍ତି? ଯୋଗାଯୋଗ କରନ୍ତି ଏବଂ ସେ ହୃଦୟ ସହିତ ମନୁଷ୍ୟର ହୃଦୟକୁ ସେ ଚାହାନ୍ତି। ଏଇ ଯୋଉ ଶାସ୍ତ୍ରାଂଶରେ 3ଟି ହୃଦୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ପ୍ରଭୁଙ୍କ ବାକ୍ୟରୁ ଉପସ୍ଥାପନ କରିବାକୁ ଚାହିଁବି। ପ୍ରଥମ କଥା ହେଲା ଏକ ଧନ୍ୟବାଦ ହୃଦୟ, ଯାହାକି ଆପଣ ପାଇପାରିବେ କଲୋସୀ 3 ପର୍ବ 15 ପଦର ଶେଷ ଅଂଶ। ଏହା ନିର୍ଦ୍ଦେଶ ଆକାରରେ ଆସିଛି, ଧନ୍ୟବାଦ ଦିଅ।
be thankful to God. এই যে ଧନ୍ୟବାଦ କେବଳ ଓଠରେ ସେ ଚାହାନ୍ତି ନାହିଁ, এই ଧନ୍ୟବାଦ ସେ ଆମମାନଙ୍କ ହୃଦୟରୁ ସେ ଚାହାନ୍ତି। ଏଇଠି ଆପଣମାନେ ହୁଏତ ପ୍ରଶ୍ନ କରିପାରିବେ, ଧନ୍ୟବାଦ ତ ସ୍ୱତଃପ୍ରବୃତ୍ତ ଭାବେ ହେବା କଥା, କିନ୍ତୁ କାହିଁକି ଏଠାରେ ଆଦେଶ ଦିଆଯାଉଛି? ଆଦେଶ ଏଥିପାଇଁ ଦିଆଯାଉଛି ଯେ ମନୁଷ୍ୟ ତତ୍କ୍ଷଣାତ୍ ଭୁଲିଯାଏ। ମନୁଷ୍ୟ ଜଣେ ଅପାସରା ବ୍ୟକ୍ତି, ପ୍ରଭୁଙ୍କ ଦୟା, ମଙ୍ଗଳ ଦାନ, କରୁଣା, ସୁରକ୍ଷା ଯେତେ ସବୁ ସେ ଜୀବନରେ ପାଇଥାଏ, ସେ ହଠାତ୍ ଭୁଲିଯାଏ। ତେଣୁକରି ତାହାକୁ ନିର୍ଦ୍ଦେଶ ଦେବାକୁ ଆବଶ୍ୟକ ପଡ଼ିଲା। ପ୍ରେରିତ ପାଉଲ କହୁଛନ୍ତି, be thankful to God. ପ୍ରଭୁଙ୍କ ପ୍ରତି ତୁମ ଧନ୍ୟବାଦ ହୃଦୟ ତୁମେ ଦିଅ। ଏହି ସ୍ୱତଃପ୍ରବୃତ୍ତ ପ୍ରଶଂସା ପ୍ରଭୁ ଆଶା କରନ୍ତି। ତେଣୁକରି ହୁଏତ ଦାଉଦଙ୍କ ଜୀବନରେ ଆମେ ଦେଖୁଛୁ, ଦାଉଦ ଯେପରି ସେ ଏହି ଧନ୍ୟବାଦ ବିଷୟକୁ ପାଶୋରି ନ ଯାଆନ୍ତି, ତେଣୁକରି ସେଇ ଧନ୍ୟବାଦକୁ ସେ ଜୀବନରେ ଗୋଟିଏ ଅଭ୍ୟାସ କଲେ। ଅନ୍ୟ ଅର୍ଥରେ କହିବା ଯେ ଆତ୍ମକଥୋପକଥନ କଲେ। 103 ପର୍ବରେ ଯେତେବେଳେ ଆମେ ପଢୁଛୁ ଗୀତ ସଂହିତାରେ, ସେଇଠି ଆମେ ଦେଖୁଛୁ ଯେ ହି ଇଜ ଟକିଂ ହିମସେଲ୍ଫ, ସେ ଆତ୍ମକଥୋପକଥନ କରୁଛନ୍ତି। ତା ମାନେ ଧନ୍ୟବାଦ ଗୋଟିଏ ଜୀବନର ଅଂଶ ବିଶେଷ ହେଇଛି। କେବଳ ରବିବାର ଦିନ ବା କୌଣସି ବୈଠକରେ ଗୋଟେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ତାହା ଆବଦ୍ଧ ନୁହଁ। ସେ 103 ପର୍ବରେ ସେ କହୁଛନ୍ତି, ହେ ମୋର ମନ ସଦା ପ୍ରଭୁଙ୍କର ଧନ୍ୟବାଦ କର, ହେ ମୋର ଅନ୍ତରସ୍ଥ ସମସ୍ତ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର, ତାହାଙ୍କର ଗୁଣାନୁବାଦ କର, ତାହାଙ୍କର ଦୟା ସବୁ ତୁମେ ପାଶର ନାହିଁ। ତା ମାନେ ଏଇ ଯୋଉ ଧନ୍ୟବାଦ ତାଙ୍କ ଜୀବନର ଗୋଟିଏ ଅଂଶ ବିଶେଷ ହେଇଯାଇଛି। ଏଇ ଯୋଉ ସେଲ୍ଫ ଟକ୍, ଆତ୍ମକଥୋପକଥନ ବହୁତ ଗୁରୁତ୍ୱପୂର୍ଣ୍ଣ। ଆମମାନେ ଏଇ ସେଲ୍ଫ ଟକ୍ କୁ ଆମମାନେ ସୀମିତ ଭିତରେ ରଖିପାରିବା ନାହିଁ। ଏଇ ଯୋଉ ଆତ୍ମ କଥୋପକଥନ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ କରୁ, ତାହା ମାନେ ବିବାହ ସମୟରେ କରିପାରୁ, ଦୁଃଖ ଘରେ ମଧ୍ୟ କରିପାରୁ, ଏକାକୀ ଥିବା ସମୟରେ କରିପାରୁ, ଜନଗହଳି ମଧ୍ୟରେ ମଧ୍ୟ କରିପାରୁ। ଏପରି ସେଥିପାଇଁ ଧନ୍ୟବାଦ ଦେବା ପାଇଁ କୌଣସି ଆକଟ ନାହିଁ। ଯେତେବେଳେ ଆମେ ବ୍ୟକ୍ତିଗତ ଭାବେ ପ୍ରଭୁଙ୍କ ସହିତ ଧନ୍ୟବାଦ ସହିତ କଥାବାର୍ତ୍ତା କରୁ, ଏଇ ଯୋଉ ପ୍ରଶଂସା ସ୍ୱତଃପ୍ରବୃତ୍ତ ହେବା ଦରକାର। କାରଣ ସେ ଆହୁରି ମଧ୍ୟ କହିଲେ ଦାଉଦ, ଯେ ପର୍ଯ୍ୟନ୍ତ ମୋର ନିଶ୍ୱାସ ପ୍ରଶ୍ୱାସ ଅଛି, ଦେଖିବେ ନିଶ୍ୱାସ ପ୍ରଶ୍ୱାସ ଏଇଟା ଗୋଟେ ସ୍ୱତଃପ୍ରବୃତ୍ତ ଭାବେ ଚାଲିଥାଏ, ତାହାକୁ କେହି ଚଲାନ୍ତି ନାହିଁ। ପ୍ରଭୁ ଏମିତି ଗୋଟିଏ ସିଷ୍ଟମ ଡେଭଲପ କରିଛନ୍ତି, ଆମମାନଙ୍କର ନିଶ୍ୱାସ ପ୍ରଶ୍ୱାସ ନେବା ନିମନ୍ତେ କୌଣସି ପମ୍ପର ବ୍ୟବହାର ହୁଏ ନାହିଁ, କିନ୍ତୁ ସେ ଗୋଟିଏ ପମ୍ପ ଭିତରେ ରଖିଛନ୍ତି, ଯାହାକି ନିଶ୍ୱାସ ପ୍ରଶ୍ୱାସ ନେବାରେ ତାହା ଅବିରତ ଲାଗିଥାଏ। ଠିକ ସେଇ ପ୍ରକାର କୁହାଯାଏ, ନିଶ୍ୱାସ ପ୍ରଶ୍ୱାସ ଧାରି ପ୍ରତ୍ୟେକ ପ୍ରାଣୀ ତାହାଙ୍କୁ ପ୍ରଶଂସା କରୁ। ଆମମାନଙ୍କୁ ସୃଷ୍ଟି କରିବାର ଉଦ୍ଦେଶ୍ୟ ହଉଛି ଯେପରି ଆମମାନେ ତାହାଙ୍କର ପ୍ରଶଂସା କରିବା। ଆଉ କେତେବେଳେ କରିବା ନା ସବୁ ସମୟରେ ଆମେ କରିବା। ସେଥିପାଇଁ ସେ କହିଲେ, କବରରେ କିଏ ତୁମର ପ୍ରଶଂସା କରିବ? ସେଠି ସେ ସୁବିଧା ନାହିଁ। ତା ମାନେ ମୁଁ ବଞ୍ଚିଥିବା ଯାଏ ମୁଁ ତାଙ୍କର ପ୍ରଶଂସା କରିବି। ଯୋଉ ପର୍ଯ୍ୟନ୍ତ କୌଣସି ସତ୍ତା ଥାଏ ମୁଁ ତାହାଙ୍କର ପ୍ରଶଂସା କରିବି। ପ୍ରଭୁ କରନ୍ତୁ ଆମମାନଙ୍କ ଜୀବନରେ ଆମମାନେ ଯେପରି ସ୍ୱତଃପ୍ରବୃତ୍ତ ଭାବେ ତାହାଙ୍କ ପ୍ରଶଂସା କରୁ। କେହି ଗୋଟେ କହିଦେଲା ହାଲେଲୁୟା, କହିଲେ ହାଲେଲୁୟା କର। କେହି ଗୋଟେ କହିଲା ପ୍ରେଜ୍ ଦ ଲର୍ଡ କର, ବୋଲେ ପ୍ରେଜ୍ ଦ ଲର୍ଡ କର। କିନ୍ତୁ ଆମମାନଙ୍କ ଭିତରେ ଏମିତି ମଧ୍ୟ ବିଶ୍ୱାସୀ ମାନେ ଅଛନ୍ତି, ପ୍ରଚାର ଚାଲିଥିବ, ସେମାନେ କାହାକୁ ଜଗେଇବେ ନାହିଁ, ପ୍ରଭୁଙ୍କର ଗୌରବ କରିବା ପାଇଁ ହାଲେଲୁୟା କହିବେ। ପ୍ରଚାରକ କହି ନଥିବେ, କିନ୍ତୁ ସେ ସ୍ୱତଃପ୍ରବୃତ୍ତ ଭାବେ ସେଇ ଆତ୍ମିକ ଉଦ୍ଦୀପନାକୁ ସେ ସୃଷ୍ଟି କରିବେ।
ଆମମାନେ ବ୍ୟକ୍ତିଗତ ଭାବେ ତାଙ୍କୁ ଧନ୍ୟବାଦ ଦେଇପାରିବା। ଆତ୍ମକଥନ କରିକି ଆମେ ଧନ୍ୟବାଦ ଦେବା। କାହାକୁ ନିକଟରେ ପ୍ରକାଶ କରିବା କିଛି ଦରକାର ନାହିଁ। ମୋର କଥା ମୁଁ ପ୍ରଭୁଙ୍କୁ କହିବି, ମୋର ପ୍ରଶଂସା ମୁଁ ପ୍ରଭୁଙ୍କ ନିକଟରେ ଗାନ କରିବି। ଜନସମୂହ ନିକଟରେ କରିବାର ଅଛି, କିନ୍ତୁ ବ୍ୟକ୍ତିଗତ କରିବାର ମଧ୍ୟ ଅଛି। ମନକୁ ମନ ମଧ୍ୟ ମୁଁ କହିବି। ପାଟି ହୁଏତ ଖୋଲା ନଥିବ, ମୁଁ ମନକୁ ମନ କହୁଥିବି ଯେ ମୁଁ ପ୍ରଭୁଙ୍କର ପ୍ରଶଂସା କରିବି, ତାହାଙ୍କର ଗୁଣଗାନ କରିବି, ତାହାଙ୍କର ଧନ୍ୟବାଦ କରିବି। ଆମମାନଙ୍କର ଆଉ ଆମମାନେ କେତେବେଳେ ତାହାଙ୍କର ପ୍ରଶଂସା କରିପାରିବା? ସୁଖ ଥିବା ସମୟରେ ନୁହଁ, ବିପରୀତ ପରିସ୍ଥିତିରେ ମଧ୍ୟ ଆମମାନେ ତାଙ୍କର ପ୍ରଶଂସା କରିପାରିବା। ପ୍ରଥମ ଥେସଲୋନିକେ 5:18 ପ୍ରେରିତ ପାଉଲ କହୁଛନ୍ତି, ସବୁ ସମୟରେ ଆମମାନେ ତାହାଙ୍କର ଧନ୍ୟବାଦ କରିବା। କୌଣସି ଏମିତି ଗୋଟିଏ ସମୟ ନାହିଁ ଯୋଉ ସମୟରେ କି ତାଙ୍କର ଧନ୍ୟବାଦ କରାଯାଇ ପାରିବ ନାହିଁ। ସବୁ ସମୟରେ ଆମମାନେ ତାହାଙ୍କର ଧନ୍ୟବାଦ କରିପାରିବା। କେହି ଜଣେ ପଢିବେ କି ପ୍ରଥମ ଥେସଲୋନିକେ 5:18? ପ୍ରଥମ ଥେସଲୋନିକେ 5:18। ସବୁ ସମୟରେ ଆମେ ତାହାଙ୍କର ପ୍ରଶଂସା କରିପାରିବା। ଦୁଃଖରେ, ସୁଖରେ, ଅଭାବରେ, ଅନାଟନରେ, ରୋଗରେ, ଆଶଙ୍କା ସମୟରେ, ଯୁଦ୍ଧ ସମୟରେ, ଦୁର୍ଭିକ୍ଷ ସମୟରେ, ସବୁ ସମୟରେ ଆମେ ତାହାଙ୍କର ପ୍ରଶଂସା କରିପାରୁ। କେବଳ ସବୁ ସମୟରେ ଆମେ ତାହାଙ୍କ ପ୍ରଶଂସା କରିବା ତାହା ନୁହଁ। ହବକୁକ 3:17-18 ଲେଖା ଅଛି, ସବୁ ଋତୁରେ ଆମେ ତାହାଙ୍କର ପ୍ରଶଂସା କରିପାରୁ। ମୋ କଥା ଶୁଭୁଛି ବୋଧେ? ହଁ ହଁ ଶୁଭୁଛି। ଆଜ୍ଞା ଆଜ୍ଞା, ଟିକେ ମତେ ଦୟାକରି ବାକ୍ୟ ପଠନରେ ସାହାଯ୍ୟ କରିବେ। ହଁ ହଁ, ଆମେ ସବୁ ସମୟରେ ତାହାଙ୍କର ପ୍ରଶଂସା କରିପାରିବା, ସବୁ ଋତୁରେ ଆମେ ତାହାଙ୍କର ପ୍ରଶଂସା କରିବା। ହବକୁକ 3:17-18 ଦୟାକରି କେହି ଜଣେ ପାଠ କରିବେ। କାରଣ ଯଦ୍ୟପି ଡିବିରି ବୃକ୍ଷ ପୁଷ୍ପିତ ନୁହିବ, କିଏ ବା ଦ୍ରାକ୍ଷା ଲତାରେ ଫଳ ନ ଧରିବ, ଜିତ ବୃକ୍ଷ ଫଳ ନ ଫଳିବ ଓ କ୍ଷେତ୍ର ଖାଦ୍ୟ ଦ୍ରବ୍ୟ ଉତ୍ପନ୍ନ ନ କରିବ, ଖୁଆଡ଼ରୁ ମେଷପଲ ଉଚ୍ଛିନ୍ନ ହେବ, ଆଉ ଗୋଠରେ ଗୋରୁପଲ ନଥିବ, ତଥାପି ମୁଁ ସଦାପ୍ରଭୁଙ୍କ ଠାରେ ଆନନ୍ଦ କରିବି, ମୁଁ ଆପଣା ତ୍ରାଣର ପରମେଶ୍ୱରଙ୍କ ଠାରେ ଉଲ୍ଲାସ କରିବି। ତାମାନେ ସବୁ ଋତୁରେ, ପୁଷ୍ପିତ ନ ହେବା ସମୟରେ, ଖାଦ୍ୟ ଶସ୍ୟ ଉତ୍ପନ୍ନ ହଉନଥିବା ସମୟରେ, ଖୁଆଡ଼ରେ କୌଣସି ମେଷ, ଗୋରୁ ବା ପଲ ନଥିବା ସମୟରେ ମୁଁ କଣ କରିବି? ସଦା ପ୍ରଭୁଙ୍କ ଉପରେ ନିର୍ଭର କରିବି। ମୋର ନିର୍ଭର ମନୁଷ୍ୟ ଉପରେ ନୁହଁ, ମୋର ନିର୍ଭର ସଦା ପ୍ରଭୁଙ୍କ ଉପରେ। ସେଥିପାଇଁ ଦାଉଦ କହିଲେ, ମୁଁ ପର୍ବତ ବାଣରେ ଉର୍ଦ୍ଧ୍ୱ ଦୃଷ୍ଟି କରିବି, କେଉଁଠାରୁ ମୋର ସାହାଯ୍ୟ ଆସିବ? ମୋର ସାହାଯ୍ୟ ସଦା ପ୍ରଭୁଙ୍କଠାରେ ଆସେ। ପ୍ରଭୁ ଆମମାନଙ୍କୁ ଏ ପ୍ରକାର ଏକ ହୃଦୟ ଦିଅନ୍ତୁ, ଯେଉଁ ହୃଦୟ ଆମମାନେ ଧନ୍ୟବାଦ ହୃଦୟ ହବ, ଯାହାକି ସତ ପ୍ରଭୃତ ଭାବେ ପ୍ରଭୁଙ୍କର ଧନ୍ୟବାଦ କରିବ, ସଦାବେଳେ ତାହାଙ୍କୁ ଧନ୍ୟବାଦ କରିବ, ସବୁ ଋତୁରେ ତାହାଙ୍କର ଧନ୍ୟବାଦ କରିବ ଏବଂ ବ୍ୟକ୍ତିଗତ ଭାବେ ଆତ୍ମକଥନ ଜରିଆରେ ତାହାଙ୍କର ଧନ୍ୟବାଦ କରିବ। ସେ ପ୍ରକାର ହୃଦୟ ପ୍ରଭୁ ଚାହାନ୍ତି। ଆଉ ଯେତେବେଳେ ଆମମାନଙ୍କର ସେ ପ୍ରକାର ହୃଦୟ ହବ, ଅନେକ ଉପକାରିତା ମାନେ ପାଇବା ଜୀବନରେ। ସେ ପ୍ରକାର ହୃଦୟ କେବେ ବଚସା କରିବ ନାହିଁ। ଧନ୍ୟବାଦ ହୃଦୟ ବଚସା କରେ ନାହିଁ। ଧନ୍ୟବାଦ ହୃଦୟ କୃତଘ୍ନ ହୁଏ ନାହିଁ। ଧନ୍ୟବାଦ ହୃଦୟ ଚିଡ଼ିମିଡ଼ି ହୁଏ ନାହିଁ। ଧନ୍ୟବାଦ ହୃଦୟ ଆଶଙ୍କା କରେ ନାହିଁ। ଧନ୍ୟବାଦ ହୃଦୟ କଳି ବୀଜ ବୁଣେ ନାହିଁ। ଧନ୍ୟବାଦ ହୃଦୟ
ଆନନ୍ଦ ପରିବେଶ ସୃଷ୍ଟି କରେ, ସୁସ୍ଥତା ପରିବେଶ ସୃଷ୍ଟି କରେ, ପ୍ରଭୁଙ୍କର ଉପସ୍ଥିତିକୁ ଓହ୍ଲାଇ ଆଣେ। ଏ ପ୍ରକାର ଏକ ସୁଯୋଗ ପ୍ରଭୁ ଆମମାନଙ୍କୁ ସାଧାରଣ ମନୁଷ୍ୟକୁ ଦେଇଛନ୍ତି। ଏ ହୃଦୟ ଜରିଆରେ ଯେତେବେଳେ ଆମେ ତାହାଙ୍କର ପ୍ରଶଂସା କରୁ, ଏ ସମସ୍ତ ଉପକାରିତା ଆମମାନେ ଆମମାନଙ୍କ ଜୀବନରେ ପାଉ। ଦ୍ୱିତୀୟ ହୃଦୟ ଆମମାନେ ଏହି ସ୍ଥାନରେ ଦେଖିପାରୁଛୁ ଯେ ଶାନ୍ତିର ହୃଦୟ, ଯାହାକି ଆପଣ ଦେଖିପାରିବେ 15 ପଦର ପ୍ରଥମ ଅଂଶରେ ଲେଖା ହେଇଛି, ଖ୍ରୀଷ୍ଟ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମମାନଙ୍କୁ, ଖ୍ରୀଷ୍ଟ ଆମମାନଙ୍କୁ ଶାନ୍ତି ଦେବା ପାଇଁ ଚାହାନ୍ତି। ହୃଦୟରେ ଶାନ୍ତି, କେବଳ ପରିବେଶ ଉପକୂଳ ହେଲେ ଶାନ୍ତି ନୁହଁ, ସବୁ ଅବସ୍ଥାରେ ଶାନ୍ତି। ଆଉ ଗୋଟିଏ ସ୍ଥାନରେ ଈଶ୍ୱରଙ୍କ ବାକ୍ୟରେ ଲେଖା ଅଛି, ଯିଶାୟ 26 ପର୍ବ 3 ପଦରେ, ଯାହାର ମନ ତୁମଠାରେ ସ୍ଥିର ଥାଏ ତାହାକୁ ତୁମେ ସମ୍ପୂର୍ଣ୍ଣ ଶାନ୍ତିରେ ବାସ କରିବାକୁ ଦେବ। ଯିଶାୟ 26 ପର୍ବ 3 ପଦ। ଏଇ ଯୋଉ ଶାନ୍ତିର ହୃଦୟ, ଏହା ସର୍ତ୍ତ ଭିତ୍ତିକ ଅଟେ, କଣ୍ଡିସନାଲ। ଏଠି ଦେଖିବେ କଣ୍ଡିସନ ଯୋଡ କରାଯାଇଛି। କଣ କଣ୍ଡିସନ? ଯାହାର ମନ ତୁମଠାରେ ସ୍ଥିର ଥାଏ। ଯାହାର ମନ ଅସ୍ଥିର ଥାଏ ସେ ଶାନ୍ତି ପାଏ ନାହିଁ, କିନ୍ତୁ ଯାହାର ମନ ଖ୍ରୀଷ୍ଟଙ୍କ ପ୍ରତି, ପ୍ରଭୁଙ୍କ ପ୍ରତି ସ୍ଥିର ଥାଏ, ପ୍ରଭୁ ତାହାକୁ କଣ କରିବେ? ସମ୍ପୂର୍ଣ୍ଣ ଶାନ୍ତିରେ ବାସ କରିବାକୁ ଦେବେ। ଚତୁଃପାର୍ଶ୍ୱରେ ଓଲଟ ପାଲଟ ହଉଥିବ ଜଗତ, କିନ୍ତୁ ତା ହୃଦୟ ଭିତରେ ଶାନ୍ତି ଥିବ। ଆଉ ଏଇ ଯୋଉ ଶାନ୍ତି କଥା ଏଠି ଲେଖା ହେଇଛି, ଏଇ ଶାନ୍ତି କଥା ସାର୍ବଜନିକ ନୁହଁ, ସମସ୍ତଙ୍କ ପାଇଁ ଏଇଟା ଲେଖା ହିଁ ନାହିଁ, ଜଣେ ବ୍ୟକ୍ତିଙ୍କ ପାଇଁ ଲେଖା ହେଇଛି। ଯୋଉ ବ୍ୟକ୍ତି ତାଙ୍କଠାରେ ସ୍ଥିର ରହିବ। ମୁଁ ଶାନ୍ତି ପାଇଛି ତାର ମାନେ ନୁହଁ ମୋ ପରିବାର ଶାନ୍ତି ଆସିବ। ମୁଁ ଶାନ୍ତି ପାଇଛି ତାର ମାନେ ନୁହଁ ମୋ ମଣ୍ଡଳୀରେ ଶାନ୍ତି ଆସିବ। ମୁଁ ଶାନ୍ତି ପାଇଛି ତା ମାନେ ନୁହଁ ମୋ ସମାଜରେ ଶାନ୍ତି ହେବ। ସେ ପ୍ରକାର କୌଣସି ସର୍ତ୍ତ ଆରୋପ କରାଯାଇ ନାହିଁ। ଏଠି ସର୍ତ୍ତ ଏମିତି ଆରୋପ କରାଯାଇଛି, ଯାହାର ମନ, ଏନି ଇଣ୍ଡିଭିଜୁଆଲ, ଯେକୌଣସି ଏକକ ବ୍ୟକ୍ତି ଯେ ତାହାଙ୍କଠାରେ ସ୍ଥିର ରହିବ, ସେ କଣ ପାଇବ? ନା ଶାନ୍ତି ପାଇବ। ଏଇ ବିଚଳିତ ଜଗତରେ କେତେ ଅଶାନ୍ତିର ବାତାବରଣ, ଯୁଦ୍ଧର ବିଭୀଷିକା ଏବଂ ବିପ୍ଳବ, କେତେ ପ୍ରକାର ଅତ୍ୟାଚାର, ବଳତ୍କାର, ବିଭିନ୍ନ ପ୍ରକାର ଅଶାନ୍ତି ମଧ୍ୟରେ ଆମେ ବାସ କରିଛୁ। କିନ୍ତୁ ସେ ମଧ୍ୟରେ ମଧ୍ୟ ଯେଉଁମାନେ ତାଙ୍କଠାରେ ସ୍ଥିର ରହିବେ, ସେମାନଙ୍କୁ ସେ କଣ କରିବେ? ସମ୍ପୂର୍ଣ୍ଣ ଶାନ୍ତିରେ ବାସ କରିବାକୁ ସୁଯୋଗ ଦେବେ। ସମ୍ପୂର୍ଣ୍ଣ ଶାନ୍ତି, ଆଂଶିକ ନୁହଁ, ସମ୍ପୂର୍ଣ୍ଣ ଶାନ୍ତି ସେମାନଙ୍କୁ ଦେବେ। ଆଉ ଗୋଟିଏ ସ୍ଥାନରେ ମଧ୍ୟ ଆମେ ଦେଖୁଛୁ କଣ୍ଡିସନାଲ ପିସ୍। କେତେବେଳେ? ଯେତେବେଳେ ଦୂତମାନେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ସମୟରେ ଗୀତ ଗାଇଲେ, ଉର୍ଦ୍ଧ୍ୱ ଲୋକରେ ମହିମା, ତାହାଙ୍କ ସନ୍ତୋଷ ପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି। ଏଇ ଯୋଉ ଗୁରୁତ୍ୱପୂର୍ଣ୍ଣ କଥା ଏଇଠି ଲେଖା ହେଇଛି ଲୋକ 2 ପର୍ବ 14 ପଦରେ, ଆମେ ତାହାକୁ ଏତେ ଗୁରୁତ୍ୱ ଦେଇନଥାଉ। ଗୋଟେ ମହିମା ଗାଇଲେ ଆଉ ଶାନ୍ତି ଜଗତରେ ପ୍ରତିଷ୍ଠା ହେଲା। ନାଇଁ ନାଇଁ ନାଇଁ, ସେମିତି ସେଠି ଲେଖାଯାଇ ନାହିଁ। ଉର୍ଦ୍ଧ୍ୱ ଲୋକରେ ମହିମା, ତାହାଙ୍କ ସନ୍ତୋଷ ପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି। ଯେ ପ୍ରଭୁଙ୍କର ସନ୍ତୋଷ ପାତ୍ର ହବ, ପ୍ରଭୁ ତାହାକୁ ଶାନ୍ତି ଦେବେ। ଯେ ଅସନ୍ତୋଷକର କାର୍ଯ୍ୟ କରିବ ସେ ଶାନ୍ତି ପାଇବ ନାହିଁ। ସେଥିପାଇଁ ଏଇ ଯୋଉ ଶାନ୍ତି ମଧ୍ୟ ଏକକ, ଏବଂ ଏଇ ଶାନ୍ତି ମଧ୍ୟ ହୃଦୟ ମଧ୍ୟରେ ଥାଏ। ଆଉ ଯୋଉମାନେ ସେଇ କଣ୍ଡିସନ ଫୁଲଫିଲ କରିବେ, ସର୍ତ୍ତ ଯୋଉମାନେ ପୂରଣ କରିବେ, ସେମାନେ କେବଳ ସେଇ ଶାନ୍ତିର ଅଧିକାରୀ ହେବେ। ଏଇ ଜଗତରେ ଆମମାନଙ୍କୁ ପ୍ରଭୁ ଆପଣା ଶାନ୍ତି ଦେବେ। ସେ କୁହନ୍ତି, ଜଗତ ଯେପରି ଦିଏ ମୁଁ ସେପରି ଦେବି ନାହିଁ, ମୋର ନିଜର ଶାନ୍ତି ମୁଁ ତୁମମାନଙ୍କୁ ପ୍ରଦାନ କରିବି। ତାଙ୍କର ନିଜର ଶାନ୍ତି ସେ ଦେଇଛନ୍ତି, ସେଥିରେ ଆମମାନଙ୍କୁ ସ୍ଥିର ରହିବାକୁ ପଡ଼ିବ, ଯାହାଦ୍ୱାରା ଆମେ ସମ୍ପୂର୍ଣ୍ଣ ଶାନ୍ତିକୁ କଣ କରିପାରିବା? ଉପଲବ୍ଧି କରିପାରିବା। ଆଉ ସେଇ ଶାନ୍ତି ମଧ୍ୟ ସେତେବେଳେ ପ୍ରାପ୍ତି ହେବ ଯେତେବେଳେ ଆମେ ତାହାଙ୍କର ସନ୍ତୋଷର କାରଣ ହବା।
ସମସ୍ତଙ୍କୁ ଶାନ୍ତି ଦେବେ ନାହିଁ। ଯେଉଁମାନେ ବାକ୍ୟ ଶୁଣିବେ ସେମାନେ ଶାନ୍ତି ପାଇବେ ସେତିକି ନାହିଁ, ଯେଉଁମାନେ ତାଙ୍କର ସନ୍ତୋଷକର କାର୍ଯ୍ୟ କରିବେ ସେମାନେ ଶାନ୍ତି ପ୍ରାପ୍ତ ହେବେ। ତୃତୀୟ କଥା, ତୃତୀୟ ହୃଦୟ ଆମେ ସ୍ଥାନ ଦେଖୁଛୁ ଲୋକାଭିମୁଖ ହୃଦୟ। ଏ ଗୋଟେ ନୂଆ କଥା କଣ ସେ ଭାଇ କହୁଛନ୍ତି, କଣ ଏଇଟା କେମିତି ହୃଦୟ? ଏଇ ଶାସ୍ତ୍ରାଂଶରେ ଲେଖା ହେଇଛି ତାହାଙ୍କ ଠାରେ ଆମେ ଏକ ଶରୀର, ମାନେ ଆପଣଙ୍କୁ ବଞ୍ଚିତ କରାଯାଇ ନାହିଁ, ମତେ ବଞ୍ଚିତ କରାଯାଇ ନାହିଁ, କୌଣସି ଜାତିର ଲୋକକୁ ବଞ୍ଚିତ କରାଯାଇ ନାହିଁ। ଆଜି ଦେଶରେ ଲୋକମାନଙ୍କୁ ଜାତି ଆକାରରେ, ଧର୍ମ ଆକାରରେ ଭେଦଭାବ କରାଯାଏ, ଲୋକମାନଙ୍କୁ ପୃଥକ କରାଯାଏ, ଲୋକମାନଙ୍କୁ ପାତରଅନ୍ତର କରାଯାଏ, ଲୋକମାନେ କେତେ ମାତ୍ରାରେ ଲୋକମାନଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଏ, କାହାକୁ ଛୁଆଁ ଯାଏ ନାହିଁ, କାହାକୁ ଖାଇବାର ବ୍ୟବସ୍ଥା ରଂଶୀ କରାଯାଏ ନାହିଁ, ଗୋଠାରେ ବସିବାର ସୁଯୋଗ ପାଆନ୍ତି ନାହିଁ, ଗୋଠାରେ ଉପାସନା କରିବାର ସୁଯୋଗ ପାଆନ୍ତି ନାହିଁ। ଏପରି ସମୟରେ ପ୍ରଭୁ କଣ କରିଛନ୍ତି ନା ସେ ଗୋଟିଏ ଶରୀର ହେବା ନିମନ୍ତେ ଆମମାନଙ୍କୁ ଆହ୍ୱାନ କରିଛନ୍ତି। ଜାତି, ଧର୍ମ, ଭାଷାବାଦୀ କୌଣସି ପାତର କିଛି ନାହିଁ। ସେ ଆମମାନଙ୍କୁ ଏପରି ଏକ ହୃଦୟ ଦେବାକୁ ଚାହାନ୍ତି ଯେଉଁ ହୃଦୟ ଲୋକାଭିମୁଖୀ ଅଟେ। ଆମମାନେ ପ୍ରଭୁଙ୍କୁ ପ୍ରେମ କରୁ, ନିଜକୁ ମଧ୍ୟ ପ୍ରେମ କରୁ। ଯେ ନିଜକୁ ପ୍ରେମ କରିବ ନାହିଁ ସେ କେମିତି ଅନ୍ୟମାନଙ୍କୁ ପ୍ରେମ କରିପାରିବ? ପ୍ରଭୁଙ୍କ ଠାରୁ ପ୍ରାପ୍ତ ଯେଉଁ ପ୍ରେମ ସେ ପାଇଥାଏ, ସେଥିପାଇଁ ବୋଲି ସେଇ ପ୍ରେମ ଜରିଆରେ ସେ ଆତ୍ମତୁଲ୍ୟ ଅନ୍ୟମାନଙ୍କୁ ମଧ୍ୟ ପ୍ରେମ କରିଥାଏ। ଭାଷାଗତ, ସାଂସ୍କୃତିକ, ଜାତିଗତ ବିଭେଦ ତାଠାରେ ଦେଖାଯାଏ ନାହିଁ। ଅନେକ ଭୁଲ କରନ୍ତି, ଅନେକ ଖ୍ରୀଷ୍ଟିଆନ ହୁଅନ୍ତି, କିନ୍ତୁ ସେମାନେ ସେ ପୁରାତନ ସ୍ୱଭାବ, ପୁରାତନ ଜାତି ପ୍ରଥା, ପୁରାତନ ସଂକୀର୍ଣ୍ଣତା ମଧ୍ୟରେ ବାସ କରନ୍ତି, ଯାହାଦ୍ୱାରା ସେମାନଙ୍କ ଜୀବନ ଶାନ୍ତି ପ୍ରାପ୍ତ ହୋଇନଥାଏ। ସେମାନଙ୍କ ଜୀବନରେ ଶାନ୍ତିର ନିଅଣ୍ଟ ଥାଏ, ଆଉ ସେମାନଙ୍କ ନିକଟରେ ଧନ୍ୟବାଦ ହୃଦୟର ନିଅଣ୍ଟ ଥାଏ। କିନ୍ତୁ ପ୍ରଭୁ ଆମମାନଙ୍କୁ ଏପରି ଏକ ହୃଦୟ ଦେବା ପାଇଁ ଚାହାନ୍ତି ଯେଉଁ ହୃଦୟ ଲୋକମାନଙ୍କୁ ନେଇକି ଆମମାନେ ଯାଇଥାଉ। ଆମମାନଠାରୁ କେହି କେହି ଶକ୍ତିଯୁକ୍ତ ଲୋକ ଥାନ୍ତି, ଆମମାନଠାରୁ କେହି କେହି ଦୁର୍ବଳ ଭାଇମାନେ ବି ଥାନ୍ତି, ସେମାନଙ୍କୁ ସଙ୍ଗରେ ନେଇକି ଯିବାକୁ ହବ। ଆମମାନେ ବେଳେ ବେଳେ କଣ କରିଥାଉ, ପାର୍ଥକ୍ୟ କରିଥାଉ। ଆମମାନଙ୍କର ନିଜସ୍ୱ ପସନ୍ଦ ଥାଏ, କାହାକୁ ମୁଁ ଗ୍ରହଣ କରିବି, କାହାକୁ ମୁଁ ପ୍ରାଧାନ୍ୟ ଦେବି, କାହାକୁ ମୁଁ ମୋ ଦଳରେ ସାମିଲ କରିବି, କାହାକୁ ସାମିଲ କରିବି ନାହିଁ। ଏ ପ୍ରକାର ଏକ ବିଭେଦତାର ଗୋଟିଏ ପ୍ରାଚୀର ମାନେ ଛିଡ଼ା କରିଥାଉ। କିନ୍ତୁ ଈଶ୍ୱରଙ୍କ ବାକ୍ୟ କୁହେ ଆମମାନେ ସମସ୍ତେ ଖ୍ରୀଷ୍ଟଙ୍କ ଠାରେ ଏକ। ସେଇ 3 ପର୍ବରେ ଯେତେବେଳେ ଆମେ ଦେଖୁ, ଏଗାର ପଦରେ ଦୟାକରି କେହି ଜଣେ ପାଠ କରିବେ, କଲୋସ୍ୟ 3 ପର୍ବ 11 ପଦରେ। କଲୋସ୍ୟ 3 ପର୍ବ 11 ପଦ। ଆଚ୍ଛା, ମୁଁ ପଢି ଦଉଛି। ଏପରି ସ୍ଥଳେ ଗ୍ରୀକ ଓ ଜିହୁଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର ଆଉ ସ୍କୁତୀୟ, ଦାସ ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି ସମସ୍ତଙ୍କ ଠାରେ ବାସ କରନ୍ତି। କେତେ ସୁନ୍ଦର ଏକ ସୁଯୋଗ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ସେ ସମସ୍ତଙ୍କ ଉର୍ଦ୍ଧ୍ୱରେ ଅଛନ୍ତି, ସମସ୍ତଙ୍କ ହୃଦୟରେ ଅଛନ୍ତି, ସମସ୍ତଙ୍କର ପ୍ରଭୁ ଅଛନ୍ତି। ସେ ତାହା ଚାହିଁଛନ୍ତି। କୌଣସି ଲୋକ ତାଙ୍କୁ ପାତର ଅନ୍ତର କରିପାରିବ ନାହିଁ, ଭାଗ ବିଭାଗ କରିପାରିବ ନାହିଁ। ଆମମାନେ ଲୋକଙ୍କୁ ନେଇକି ଯାଇଥାଉ। ପ୍ରଭୁ ଯୀଶୁ ଜଗତକୁ ଆସିବାର ଉଦ୍ଦେଶ୍ୟ ହେଲା ସେ ଲୋକମାନଙ୍କୁ ପ୍ରେମ କରୁଥିଲେ, ନତୁବା ସେ ମନୁଷ୍ୟ ଦେହ ଧରି ଆସିକି ଜଗତରେ ଆବିର୍ଭାବ ହେବାର ଆବଶ୍ୟକ ହିଁ ନଥିଲା। ସେ ଲୋକଙ୍କୁ ପ୍ରେମ କରୁଥିଲେ। ଯେତେବେଳେ ଆପଣ ମାର୍କ ଲିଖିତ ସୁସମାଚାର 6 ପର୍ବରେ ଦେଖିବେ, ସେଠି 2 ପ୍ରକାର ସେ ଲୋକମାନଙ୍କୁ ପ୍ରେମ କରୁଥିଲେ ଲେଖା ଅଛି। ଲେଖା ଅଛି ସେ ସ୍ଥାନରେ ଆପଣ ଦେଖିବେ ଯେ ସେ ସେମାନଙ୍କର ଶାରୀରିକ ଆବଶ୍ୟକତା ନିମନ୍ତେ ଦୟାରେ ବିଗଳିତ ହେଲେ। ଆହୁରି ପରବର୍ତ୍ତୀ ଅଂଶରେ ଆପଣ ଦେଖିବେ, ମୁଁ ବର୍ତ୍ତମାନ ସେ ସବୁ ଦେଉନାହିଁ, ଆପଣ ମାନେ
6 पर्व 7 पर्व देखिबे से सेमानकर आत्मिक आवश्यकता निमंते द्वार विगलित हेले आममानकर ईश्वर से विगलित हवा परमेश्वर से मनुष्य को मनुष्य भाव देखती क्या तुच्छ करती ना से स्वर्ग मध्य समस्त सहित रहा चाहती जो स्थान लिखा जाइए प्रकाशित वाक्य 5 पर्व 5 पर्व केते टिके देखु भाई और से पदटी मु हठात बाहर करि पार नहीं जदि कहार मन थी कहे जे समस्त गोष्ठी समस्त भाषावादी समस्त लोक मानकर एक महाजनता मु देखिली से माने खर्जुर बाहुंगा धरी हस्तरे सेमानकर वस्त्र सबु धौत होइची सुकुलपुत होइची आ सेमानकु मु स्वर्ग देखुची से लोकाभिमुखी आज्ञा 9 ପଦରେ ଅଛି। हाँ 9 पदरे हाँ ସେମାନେ ଗୋଟିଏ ନୂତନ ଗୀତ ଗାନା କରି କହିଲେ ତୁମେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରା ସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ କାରଣ ତୁମେ ହତ ହୋଇଥିଲେ ପୁଣି ଆପଣା ରକ୍ତ ଦ୍ୱାରା ସମସ୍ତ ଗୋଷ୍ଠୀ ଭାଷାବାଦୀ ବଂଶ ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ ଗ୍ରହ କରିଅଛ। थैंक यू वेरी मच केते मनोयोगी परमेश्वर मनुष्य प्रति से मनुष्य को प्रेम करती यदि तांकर हृदय लोकाभिमुख्य हृदय तेबे आममानकर हृदय मध्य लोकाभिमुखी हृदय बा दरकार गोटे शरीर केतरा मस्तक थिबो भाई मान गुटी गोटे शरीर गोटे मस्तक थिबो से मस्तक होउचंती ख्रीष्ट किंतु आम माने कौन करिचु अनेक शरीर तेबे अनेक शरीर तो अनेक ख्रीष्ट ही पारिबे नाही ता माने मस्तक विहीन शरीर को नहीं आम जगत रे बंचुछु विभाजन हाँ कलह क्षमा न देवार विषय भाई मान सहित संयुक्त न हबार विषय गोटे शरीर से करिसंती से शरीर रे गोटे मात्र मस्तक प्रभु जीशु ख्रीष्ट से चाहती आम माने जो मान सहित बास करुचु से लोक मान को प्रेम करू से मान को क्षमा करू से मान को सांगरे नेउ से मान को सहित आम माने जीवन यापन करू प्रभु जदि से मान सहित चिरकाल बसवास करिया पई चाहती आमे की एक भिन्न धरण लोक आमे तो साधारण लोक आम माने से प्रजातिर लोक सेमान सहित बसिबा सेमान सहित उठिबा सेमान सहित खाइबा सेमान सहित प्रशंसा करिबा सेमानकर दुख सुख रे सुखेबा सेमानकर सबु विषय रे भार बहन करिबा आपण देखिबे बाइबल रे परस्पर भार बहन कर ए प्रकार प्राय 50-60 थर ईश्वर पाखरे परस्पर रो दुख सुखर भागी हो परस्पर को क्षमा दियो परस्पर को प्रेम कर एटा होची ख्रीष्टीय मंडलीर गोटे परंपरा मोर प्रिय माने आमान को हृदय धन्यवाद हृदय हो जो स्थान रे कली नथिबो जो स्थान रे बचसा नथिबो जो स्थान रे कृतज्ञ हृदय नथिबो जो स्थान रे चिड़ी चिड़ी नथिबो आशंका नथिबो से प्रकार एक धन्यवाद हृदय प्रभु दियंतु जेपरी से धन्यवाद स्वत प्रवृत्त आम मान ठारे सृष्टि होउथिबो एवं आम माने सर्वदा सामूहिक भाव हो व्यक्तिगत भाव हो मनरे आम माने तांकर प्रशंसा करुथाउ सबु अवस्था रे सबु ऋतु रे आ से आम मान को प्रशंसा पाया पाई चाहती से आम मान को शांति हृदय देवा पाई चाहती जो शांति हृदय से स्थान रे निर्मित हुए जो स्थान रे जने विश्वासी
ପ୍ରଭୁଙ୍କ ନିକଟରେ ସ୍ଥିର ହୁଏ ତାପରେ ସେ ସମ୍ପୂର୍ଣ୍ଣ ତାହାଙ୍କର ଶାନ୍ତିକୁ ପ୍ରାପ୍ତ ହୁଏ। ଏହି ସୁଯୋଗ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି ଆଉ ତାହାଙ୍କର ସନ୍ତୋଷ ପାତ୍ର ଜୀବନରେ ଶାନ୍ତି ସର୍ବଦା ଆସିବ। ତୃତୀୟ ହୃଦୟ ଆମମାନଙ୍କୁ ସେ ଚାହାନ୍ତି ଲୋକାଭିମୁଖୀ ହୃଦୟ। ଆମମାନେ ଏପରି କୌଣସି କାର୍ଯ୍ୟକ୍ରମ ନ କରୁ ଯେଉଁ ସ୍ଥାନରେ ଆମେ ଅନ୍ୟମାନଙ୍କୁ ପୃଥକ ରଖୁ। ବ୍ୟକ୍ତିଗତ ବିଷୟ ବୋଲି ବାଇବେଲରେ କୋଉଠି ନାହିଁ, ସବୁ ସାମୂହିକ, ସବୁ ଆନୁଷ୍ଠାନିକ, ସବୁ ଭାଇମାନଙ୍କୁ ନେଇ, ସବୁ ତାଙ୍କର ଦଳକୁ ନେଇ, ତାଙ୍କର ମେଷପଲକୁ ନେଇ, ତାଙ୍କ ମଣ୍ଡଳୀ ସେ ଗୋଟିଏ ଶରୀର କରିବାକୁ ଚାହାନ୍ତି। ଆଉ ସେ ଗୋଟିଏ ଶରୀର ମଧ୍ୟରେ ଆମମାନେ ସମସ୍ତେ ସୁସଜ୍ଜିତ ହେଇଛୁ, ସୁଖଚିତ ହେଇଛୁ। ଆମମାନେ ସମସ୍ତେ ପ୍ରଭୁଙ୍କର ସେ ପ୍ରିୟ ଲୋକମାନେ ମଣ୍ଡଳୀ ମଧ୍ୟରେ ପ୍ରେମ, ମଣ୍ଡଳୀ ମଧ୍ୟରେ କ୍ଷମା, ମଣ୍ଡଳୀ ମଧ୍ୟରେ ଉତ୍ସାହ, ମଣ୍ଡଳୀ ମଧ୍ୟରେ ପରସ୍ପର ସୁଖ ଦୁଃଖର ସାଥୀ, ଏ ପ୍ରକାର ଏକ ସୁନ୍ଦର ବାତାବରଣ ସେ ଆମମାନଙ୍କ ମଧ୍ୟରେ ସୃଷ୍ଟି କରିଛନ୍ତି। ଏ ପ୍ରକାର ବିଷୟ ଆପଣ ଜଗତରେ ଦେଖିବେ ନାହିଁ। କାହିଁକି ଆଜି ଲୋକମାନେ ପ୍ରଭୁଙ୍କ ନିକଟକୁ ଆସିବା ପାଇଁ ଚାହୁଁଛନ୍ତି? କାରଣ ପ୍ରତ୍ୟେକ ବ୍ୟକ୍ତି ସେମାନେ ଚାହାନ୍ତି କୌଣସି ନା କୌଣସି ବିଷୟରେ ସେମାନେ କଣ କରିବେ? ଅଙ୍ଗୀକାର ହେବେ। They want to belong to something. Belong to something ଜଗତରେ ଆଉ କୋଉଠି ନାହିଁ ଭାଇମାନେ। ବିଲଙ୍ଗ ଟୁ ସମଥିଙ୍ଗ ଅଛି ଖ୍ରୀଷ୍ଟଙ୍କ ଠାରେ, ଖ୍ରୀଷ୍ଟଙ୍କ ମଣ୍ଡଳୀ ଠାରେ। ଯେଉଁମାନେ ବିଲଙ୍ଗ ହେବା ପାଇଁ ଚାହାନ୍ତି ସେମାନଙ୍କୁ ଆମେ ପୃଥକ ନ କରୁ। ଲୋକମାନଙ୍କୁ ହୃଦୟରେ ନେଇ ଆମମାନେ ତାହାଙ୍କ ନିକଟରେ ଉପସ୍ଥାପନ କରୁ। ସେଇ ଏକ ବିରାଟ ଜନଗହଳି ମଧ୍ୟରେ ଗ୍ରୀକ ବିଭିନ୍ନ ପ୍ରକାର ଯୋଉ ଜାତିବାଦ ଆମମାନଙ୍କ ମଧ୍ୟରେ ସମାଜରେ ତିଷ୍ଠି ରହିଛି ଆଜି ପର୍ଯ୍ୟନ୍ତ, ତାହାକୁ କେବଳ ଖ୍ରୀଷ୍ଟଙ୍କ ଆଲୋକ ଦୂରୀଭୂତ କରିପାରିବ। ପ୍ରଭୁ କରନ୍ତୁ ସେ ବିଚ୍ଛିନ୍ନ ସେ ପରଦାକୁ ସେ ଭାଙ୍ଗି ପକାଇବେ, ସେ ତୋଳି ପକାଇବେ। ସାଂସ୍କୃତିକ ବିଭିନ୍ନ ପ୍ରକାର, ଅର୍ଥନୈତିକ, ବିଭିନ୍ନ ଜାତିଗତ, ଭୌଗୋଳିକ, ବିଭିନ୍ନ ପ୍ରକାର ଶିକ୍ଷାଗତ ଯେତେ ସବୁ ପ୍ରାଚୀର ଅଛି, ଯାହାକି ଆମେ ଜହନ 4 ପର୍ବରେ ଦେଖୁଛୁ, ସେ ସମସ୍ତ ପ୍ରାଚୀର ସେ ଡେଇଁ ସେଇ ସାଧାରଣ ସେ ମହିଳାଙ୍କୁ ନିଜର କରିବା ପାଇଁ, ପ୍ରେମ କରିବା ପାଇଁ, ତାର ଭବିଷ୍ୟତକୁ ଆଲୋକମୟ କରିବା ପାଇଁ, ଅତୀତର ଅନ୍ଧକାରକୁ ସବୁ ଦୂରୀଭୂତ କରିବା ପାଇଁ ସେ ମହିଳା ନିକଟକୁ ସେ ଗଲେ। ଆଉ ତା ଜୀବନରେ ଅନନ୍ତ ଜୀବନର ଜଳ ଉଛୁଳି ପଡୁଥିଲା। ମୋର ପ୍ରିୟମାନେ, ପ୍ରଭୁ କରନ୍ତୁ ଆମମାନଙ୍କ ହୃଦୟ ଧନ୍ୟବାଦର ହୃଦୟ ହଉ, ଆମମାନଙ୍କ ହୃଦୟ ଶାନ୍ତିର ହୃଦୟ ହଉ, ଆମମାନଙ୍କ ହୃଦୟ ଲୋକାଭିମୁଖୀ ହୃଦୟ ହଉ। ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଯେପରି ଏ ଜଗତରେ କେବଳ ଶରୀରଧାରୀ, କେବଳ ମାଂସ ପିଣ୍ଡୁଳା ଧରି ବଞ୍ଚିବା ନାହିଁ, କିନ୍ତୁ ଧନ୍ୟବାଦ ହୃଦୟ, ଶାନ୍ତିର ହୃଦୟ, ଲୋକାଭିମୁଖୀ ହୃଦୟ ନେଇ ଜଗତରେ ବଞ୍ଚିବା, ପ୍ରଭୁଙ୍କର ଗୌରବ କରିବା। ପ୍ରଭୁ ଏହି ସ୍ୱଳ୍ପ ଶିକ୍ଷା ଉପରେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।